ଆଜି ଆସି ଗୁରୁବାର ହେଲାଣି। ମୁଁ କିନ୍ତୁ ଆଜି ଆପଣଙ୍କୁ କହୁଛି ଗତ ଶୁକ୍ରବାରର କଥା। ଶୁକ୍ରବାର ଦିନ 9:30 ବେଳେ ମୋର ପୁଅ, ବୋହୂ, ଝିଅ ଆଉ ଶିବ ପୁରୀ ଯିବେ ବୋଲି ଆଗରୁ କଥାବାର୍ତ୍ତା ହେଇଥିଲା। କାହିଁକିନା ମୁଁ ତ ଦୁଇଥର ଯାଇକି ଆସିଥିଲି। ଗୁରୁବାର ରାତିରେ ବି ବଡ଼ ପୁଅ ସାଙ୍ଗେ ଯାଇଥିଲି। ଆଉ କ'ଣ ପୁରୀ ବାହାରିବି? ସେମାନେ ଯିବେ, 2 ଛୁଆ ଘରେ ରହିବେ, ମୁଁ ବି ରହିବି, ଏହା ଯୋଜନା ଥିଲା। ଏତିକି କଥା କହୁ କହୁ ଆମେ ଯାଇ ପହଞ୍ଚିଗଲୁଣି ଚା' ଦୋକାନରେ। ଆଜି ମୁଁ ଚା' ପିଇଲି। ମୋତେ ପିଲାମାନେ ଯୁକ୍ତି ଦେଖେଇଲେ, କହିଲେ ଏଇଟା କ୍ଷୀର ଚାହା ନୁହଁ, ଏଇଟା ହେଉଛି ମଲେଇ ଚାହା, ତୁ ପିଇଦେ। ଭିତରୁ ଯେଉଁ କଥାଟା କହିବାକୁ କରିବାକୁ ଟିକେ ଇଚ୍ଛା ଥାଏ, ତାକୁ କିଏ ଅଳ୍ପ ଟିକେ କହିଦେଲେ ବି କରିଦେବାକୁ ଭାରି ସହଜ ଲାଗେ। କଥା ପଡ଼ିଲେ କୁହା ହୁଏ, ମୋତେ ପିଲାମାନେ ବାଧ୍ୟ କଲେ ବା ମୋତେ ସିଏ ବାଧ୍ୟ କଲା ବା ଇଏ ବାଧ୍ୟ କଲା। କିନ୍ତୁ ପ୍ରକୃତରେ ଦୁନିଆରେ କେହି କାହାକୁ କିଛି ବାଧ୍ୟ କରିପାରନ୍ତିନି। 3 ଦିନ ହେଲା ମୁଁ ପୁରୀ ଯାଉଛି, କିନ୍ତୁ ନାଲି ଚାହା ଟୋପେ ପାଉନି। ଖାଲି ଦିନେ ପୁରୀ ଗଲେ ନାଲି ଚାହା ମିଳେ। ମୁଁ ଭାବୁଥିଲି ପୁରୀ ଗଲେ ନାଲି ଚାହାଟା ମୋତେ ସୁବିଧାରେ ମିଳିଯିବ। ଆଉ ଏ ଭିଡ଼ ଗହଳି ବେଳେ କଫି କରିକି ଫ୍ଲାକ୍ସ ନେଇକି ମୁଁ ଯିବି। ତେଣୁ ଚା' ତ ପାଇନଥିଲି। ଚା' ଟିକେ ନ ପାଇଲା ବେଳକୁ ଏଇ ଥଣ୍ଡା ପାଗରେ ମୋ ଗୋଡ଼ ହାତ ବହୁତ ବିନ୍ଧାବିନ୍ଧି ହୁଏ, ଅଣ୍ଟା ଟିକେ କଷ୍ଟ ହୁଏ। ତେଣୁ ପିଲାଙ୍କ କଥାରେ ମୁଁ ଆଜି ମୋର କଥାକୁ ଭାଙ୍ଗିକି ଛୋଟିଆ ଗୋଟେ ଗଳା ବାଟ ପାଇଗଲି। ମାନେ କ୍ଷୀର ଚାହା ନୁହେଁ, ମଲେଇ ଚାହା, ଏଇଆ ଭାବିକି ମୁଁ ଆଜି ପିଲାଙ୍କ ସାଙ୍ଗେ ଚା' ପିଇଦେଲି। ହେଲେ ଯେଉଁ କଥା କହୁଥିଲି ଆପଣମାନଙ୍କୁ, ଶୁକ୍ରବାର ଦିନ ପୁରୀ ଯିବାର କୌଣସି ସମ୍ଭାବନା ମୋର ନଥିଲା। ବାବାଇ ଆସି କହିଲା ଆମେ ଯିବୁ, ଆମ ସାଙ୍ଗରେ ଆମ ସାଙ୍ଗ ଆଉ ତାଙ୍କ ସ୍ତ୍ରୀ ସେମାନେ ଉଭୟ ଯିବେ। ତେଣୁ ଶିବ ଗଲେ ବି ତମେ ଦିହେଁ ବି ଯାଇପାରନ୍ତ, ଚାଲୁନୁ, ଗାଡ଼ି ତ ଯାଉଛି, ବୁଲି ଆସିବୁ। କ'ଣ ସେ ମହାପ୍ରଭୁଙ୍କର କରୁଣା କି ତାଙ୍କ ପ୍ରତି ବହୁତ ଭଲ ପାଇବାରୁ ଏ ଭାବ କେଜାଣି ପୁରୀ ଗଲେ ମୁଁ ଜମା କ୍ଳାନ୍ତ ହୁଏନି। କିନ୍ତୁ ସେଦିନ ମୁଁ କହିଲି, ଦେଖେ ଛୁଆ ଦିହିଁଙ୍କୁ ତ ମୁଁ ତୁମ ସାଙ୍ଗେ ଛାଡ଼ିବିନି, ଛୁଆ ଦିହେଁ ରହିବେ। ଆଉ ବାପାଙ୍କୁ ଏକୁଟିଆ ଏକୁଟିଆ ବାପାଙ୍କୁ ଛାଡ଼ିକି ମୋତେ ବି ଆଉ ଯିବାକୁ ଇଚ୍ଛା ନାହିଁ। ତୁମେ ଯାହା ଭାରି, ମୋତେ ବଳାଉନି, ମୋ ମନ ଛଟପଟ ହେବ। କହିଲା ଯାଉନୁ, ବାପାଙ୍କୁ ପଦଟେ ପଚାରିବୁ। ମୁଁ ଯାଇ ତାଙ୍କୁ ପଚାରିଲି, ସେ ହଁ କଲେ। ଆମେ ଯାଇକି ଏଇଟା ପହଞ୍ଚିଲୁ କେଉଁଠି କହିଲେ, ଯେଉଁ ଆମର ତାଳବଣିଆରେ ଯେଉଁ ହେଇଛି ଗାଡ଼ି ପାର୍କିଂ, ସେଇଠି ଆମେ ଯାଇ ପହଞ୍ଚିଗଲୁ। ମୋର ବଡ଼ ସୌଭାଗ୍ୟ, ଇଏ ହଁ କରିଦେଲେ। ଆମେ ତ ସମସ୍ତେ ବାହାରିକି ଯାଇଛୁ, ସମସ୍ତେ ବି ଜାଣିଛୁ ବର୍ଷା ଯେ ନ ହେଉଥିଲା ନୁହେଁ, ବର୍ଷା ହେଉଥିଲା ଛାଡ଼ୁଥିଲା। ତେଣୁ ଆମେ ସମସ୍ତେ ବର୍ଷା ପାଇଁ ଛତା ଫତାର ବ୍ୟବସ୍ଥା କରିକି ଗଲୁ। ତାଳବଣିଆରେ ଓହ୍ଲେଇକି ସାମ୍ନା ରାସ୍ତାକୁ ଗଲୁ, ସେ ଥାନା ସାମ୍ନାରେ। ସେଇଠୁ ଅଟୋ ଧରିଲୁ ଗୁଣ୍ଡିଚା ମନ୍ଦିରକୁ। ମନରେ ଭାବନା ଦର୍ଶନ କରିବୁ, ଫେରି ଆସିବୁ। ଆଉ ବର୍ଷା ତ ହେଉଛି ଛାଡ଼ୁଛି, ଯେତିକି ବେଳେ ବର୍ଷା ଛାଡ଼ିଥିବ ସେଇ ଭିତରେ ଦର୍ଶନ କରି ଫେରି ଆସିବୁ। ଛତା ଗୋଟିଏ ଗୋଟିଏ ସମସ୍ତେ କିନ୍ତୁ ଧରିଛୁ। ଗୋଟେ ଗାଡ଼ିରେ ଇଏ, ମୁଁ, ବାବାଇ, ଲିପି ଆଉ ଆମ ଝିଅ ଗୁଲୁରି, ଆଉ ଗୋଟେ ଗାଡ଼ିରେ ତାଙ୍କର 2 ଦମ୍ପତି, ମାନେ ସାଙ୍ଗ ଆଉ ସାଙ୍ଗଙ୍କ ସ୍ତ୍ରୀ ଆଉ ଶିବ। ବହୁତ ଖୁସିରେ ଯାଇ ପହଞ୍ଚିଲୁ। ଖୁସିରେ ବି ଅଟୋ ଧରିକି ଆମେ ଯାଇକି ଓହ୍ଲେଇ ପଡ଼ିଲୁ ମାଟିଆପଡ଼ା ଛକରେ। 50 ଟଙ୍କା ଲେଖା ଦେଲୁ, ଯାଇ ପହଞ୍ଚିଲୁ। ସେ ପର୍ଯ୍ୟନ୍ତ ବର୍ଷା ଆମ ଉପରେ କିଛି ଦାଉ ସାଧିନି। ବାଟରେ ପ୍ରବଳ ବର୍ଷା ହେଉଥିଲା, ଆମେ ତ ଗାଡ଼ି ଭିତରେ ଥିଲୁ। ଆଉ ମାଟିଆପଡ଼ା ଛକରେ ପହଞ୍ଚି ଯାଇଛୁ, ଜୋର ମେଘଟା ଆସିଲା। ଜୋରରେ ଯେମିତି ମେଘ ଆସିଲା, ଆମେ ସମସ୍ତେ କଥାବାର୍ତ୍ତା ହେଇକି ସେଇଠି ଗୋଟେ ପାଖ ଦୋକାନ, ବୋଧେ ସକାଳେ ଚା' ଫା କ'ଣ ଦୋକାନ ହେଇଥିଲା, ସେଇଟା ସେ ଉପରେ ଥିଲା, ଜରିପାଲ ଥିଲା, କିନ୍ତୁ ଦୋକାନରେ କିଛି କାରବାର ହେଉନଥିଲା। ଆମେ ସେଇଠି ଦୋକାନ ଭିତରେ ପଶିକି ବସି ପଡ଼ିଲୁ, ସମସ୍ତେ ତା ଭିତରେ ପଶିଗଲୁ। ସେଠି ରହି 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 45 ମିନିଟ୍ ପାଖାପାଖି ହେଇଗଲା ପଛକେ ଆଉ ବର୍ଷା ଥମିବାର ନାଁ ନେଲାନି। କିନ୍ତୁ ଭକ୍ତମାନେ ସବୁ ଯିବା ଆସିବା ଚଲେଇଛନ୍ତି। ଯିଏ ଜଗାକୁ ଦର୍ଶନ କରିବାକୁ ଘରୁ ବାହାରିଛି, ସତ ପ୍ରତିରୋଧ ବି ତାକୁ ଅଟକେଇ ପାରିବନି। ତା ମନରେ ଗୋଟେ ବ୍ୟାକୁଳତା। ଆମେ ବି ବ୍ୟାକୁଳ ହେଇକି ଯାଇଛୁ, ଯେହେତୁ ଗାଡ଼ିରେ ଯାଇଛୁ, ଓଦା ହେଇକି ଯଦି ଗାଡ଼ିରେ ବସିବୁ, ଘର ଯାଇ ସେମିତି ଦେଖୁନାହାନ୍ତି କେମିତି ମୂଷଳ ଧାରାରେ ବର୍ଷା ଯେଉଁ କହନ୍ତିନି, ସେମିତି ବର୍ଷା ହେଉଛି। ଘରକୁ ଗଲାବେଳକୁ ଗୁଡ଼ାଏ ସମୟ ସେମିତି ଓଦା ହେଇକି ରହିବାକୁ ପଡ଼ିବ। ତେଣୁ ଆମେ ଅପେକ୍ଷା କରୁଥିଲୁ ଯେ ମେଘଟା ଛାଡ଼ିଗଲେ ଆମେ ଯିବୁ। କିନ୍ତୁ ଯେଉଁ ଦୃଶ୍ୟ ସବୁ ଦେଖୁଥିଲୁ, ସେଇଟା ଆମକୁ ବହୁତ ମନୋବଳ ଦେଉଥିଲା। ଭିଜିକି, ମାନେ ଗୋଟା ଓଦା ହେଇକି ବି ଲୋକ ବାଇକ୍ ଚଲେଇକି ଯାଉଥିଲେ। ଆମେ ତ ହେଲେ ଗାଡ଼ିରେ ବସିଲେ ଆମକୁ ପବନ ବାଜିବନି, ସେମାନେ କିନ୍ତୁ ବାଇକ୍ ଚଲେଇକି ବି ଯାଉଥିଲେ। ତାହେଲେ ଆମେ ବି ତ ସେଇ ମଣିଷ, ଆମର ଏତେ ଭୟ କରିବାର କ'ଣ ଅଛି? ଦେଖୁନାହାନ୍ତି, ଆମେ ସେ ପାଲ ତଳେ ସମସ୍ତେ, ମାନେ ବାବାଇ, ତା ସାଙ୍ଗ, ସେ ସାଙ୍ଗଙ୍କ ସ୍ତ୍ରୀ, ଆମ ସମସ୍ତେ ତ ଆଉ ବସିଲୁ। ଏ ବି ବହୁତ ସମୟ ବସିଲେ, ଶିବ ବି ସେଇଠି ଥିଲା। କିନ୍ତୁ ମେଘ ତ ଆଉ ଜମା ଥମୁନି, କେମିତି କ'ଣ ଆମେ ଯିବୁ? କିନ୍ତୁ ଆମରି ଆଖି ଆଗରେ ସମସ୍ତେ ଯାଉଛନ୍ତି। ଆମ ସମସ୍ତଙ୍କର ଗୋଟିଏ ବ୍ୟାକୁଳ ପ୍ରଶ୍ନ ଥିଲା,
ଏ ମହାପ୍ରଭୁ ପହଡ଼ ହୋଇନାହାନ୍ତି ତ, ଆଉ ଯେତେବେଳେ ଶୁଣୁଥାଉ ଯେ ପହଡ଼ ହୋଇନାହାନ୍ତି ବର୍ଷା ଫର୍ଷାକୁ ଖାତିର ନ କରିକି ପଳେଇ ଯିବୁ, ନହେଲେ କାଳେ ପହଡ଼ ହୋଇଯିବେ, ଏଇ ଭୟଟି ଆମ ମନରେ ଆସୁଥାଏ। ତାପରେ କିଛି ସମୟ ପରେ ଆମେ ନିଷ୍ପତ୍ତି କଲୁ ଯେ ନାଇଁ ଆମକୁ ଏ ଜାଗା ଛାଡ଼ିବାକୁ ପଡ଼ିବ। ଗୁଲି କହିଲା ଆମେ ସବୁ ଛତା ଧରିବୁ, ବାପାଙ୍କୁ ରେନିକୋଟ୍ଟା ପିନ୍ଧେଇଦେବା। ସେ ସେଠୁ ତାଙ୍କୁ ରେନିକୋଟ୍ ପିନ୍ଧେଇ ଦେଲା। ସେ ତ ଭଲ ପାଆନ୍ତିନି ବୋଲି ଛୋଟ ରେନିକୋଟ୍ଟା ବି ଏଇଟା ବି ଆମେ କେଦାରନାଥ ଗଲାବେଳେ କିଣିଥିଲୁ, ରଖିବାକୁ ସୁବିଧା ହେବ, ବେଶୀ ଜାଗା ଦରକାର କରିବନି। ତାଙ୍କୁ ରେନିକୋଟ୍ ପିନ୍ଧେଇଲା ବେଳକୁ ଏ ଭଉଣୀ ଜଣକ ଆସିକି କହିଲେ ସିଏ ହେଉଛନ୍ତି ଆମ ଜୀବନ ସରାଗ ପରିବାରର, ଆଉ ତାଙ୍କ ସାଙ୍ଗେ ଭେଟ ହେଲା। ସବୁଠି ଜୀବନ ସରାଗର ଅସ୍ତିତ୍ୱ ପାଇଲେ ମୋତେ ବହୁତ ଖୁସି ଲାଗେ। ସେ ବି ଜଣେ ଶିକ୍ଷା ବିଭାଗରେ କାମ କରୁଛନ୍ତି ବା ଅଧ୍ୟୟନ କରାଉଛନ୍ତି ପିଲାମାନଙ୍କୁ। ସେଇଟା ବି ଆହୁରି ମୋତେ ଖୁସି ଦେଲା। ଦେଖନ୍ତୁ କେମିତି ବର୍ଷା ଝରୁଛି। ଆମେ ବାହାରିଲୁ, ଓହୋ ଦେଖିଲା ବେଳକୁ 3 ରଥ, 3 ଠାକୁର ବିଜେ ହେଇଛନ୍ତି, ପହୁଡ଼ ହେଇନି। ଗଲୁ ସେଠି ଦର୍ଶନ କଲୁ। ସେ ଦର୍ଶନ ଏଇଟା ବୋଧେ ଜୀବନରେ ଏ ସୁଯୋଗ ମୋର ଆଉ ଆସିବ କି ନାହିଁ ମୁଁ ଜାଣିନି। ମୁଁ ସବୁବେଳେ ୟାଙ୍କୁ ବର୍ଷାରେ ଭିଜିବାକୁ ବହୁତ ବାଧ୍ୟ କରେ, ସବୁବେଳେ କହେ ଆସ ବର୍ଷାରେ ଭିଜିବା। ସେଇଟା ଗୋଟେ ପିଲାଦିନର ଅଭ୍ୟାସ ମୋର, ବର୍ଷାରେ ଭିଜିବାକୁ ବହୁତ ଭଲ ଲାଗେ। କିନ୍ତୁ ସେ ପର୍ଯ୍ୟନ୍ତ ଆମେ ସମ୍ପୂର୍ଣ୍ଣ ଭିଜିନୁ। ବର୍ଷା ଛିଟା ଆମ ଉପରେ ପଡ଼ିଛି, କିନ୍ତୁ ଛତା ଧରିଛୁ। ସେ ତ ରେନିକୋଟ୍ ପିନ୍ଧିଛନ୍ତି, ସବୁ ଛୁଆ ଗୋଟେ ଗୋଟେ ଛତା ଧରିଛନ୍ତି, ଶିବର ବି ଗୋଟେ ଛତା। ଆଉ ଭିଜିନୁ ଆମେ ସେ ପର୍ଯ୍ୟନ୍ତ। କିନ୍ତୁ ଧୀରେ ଧୀରେ ବର୍ଷାର ବେଗ ବଢ଼ୁଥିଲା। ଆଉ ସେଠି କେମିତି ଆନନ୍ଦ ଉନ୍ମାଦ ହେଇକିରି ଲୋକମାନେ ସବୁ ଭିଜୁଥିଲେ ଦେଖିକି ଭାରି ଇଚ୍ଛା ହେଉଥିଲା ଭିଜିବାକୁ। ପୋଲିସ ଭାଇମାନେ ତ ରାତି ସାରା ଅନିଦ୍ରା ରହିକି ସମସ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବାରେ ଲାଗି ପଡ଼ିଥିଲେ। କିଛି ସମୟ ଭିତରେ ଭିଡ଼ ଆଉ ଟିକେ ବଢ଼ିଗଲା। ବୋଧେ ମୁଁ ଭାବିଲି ଆମେ ଯେମିତି ଭାବୁଥିଲୁ ମେଘ ଛାଡ଼ିଲେ ଯିବୁ, ପୁଣି ମେଘକୁ ଖାତିର ନ କରି ଆସିଲୁ, ସେମିତି ବୋଧେ ଯିଏ ଯେଉଁଠି ଆଶ୍ରା ନେଇଥିଲେ ସମସ୍ତଙ୍କ ମନରେ ଗୋଟେ ଭାବନା ଆସିଛି ଏତେ ବେଳ ତ ମେଘ ହେଲାଣି, ଆଉ ମେଘକୁ କାହିଁକି ଜଗିବା, ଚାଲ ଯାଇ ଦର୍ଶନ କରିବା। ଦେଖୁନାହାନ୍ତି ବର୍ଷା, ସମସ୍ତେ ଆସିକି ପହଞ୍ଚିଗଲେ। ସମସ୍ତଙ୍କ ହାତରେ ଗୋଟେ ଗୋଟେ ଛତା, କିଏ ରେନିକୋଟ୍ ପିନ୍ଧିଛି। ଏଇଟା ଲେଖାଟି ମୋତେ ଭାରି ଭଲ ଲାଗିଲା, ସେଥିପାଇଁ ମୁଁ ଏ ଫଟୋଟା ଉଠେଇଥିଲି। ଦେଖୁନାହାନ୍ତି କେଡ଼େ ବଡ଼ ସତ କଥାଟି ଲେଖା ହେଇଛି। ଆମ ମହାପ୍ରଭୁ ତ ଦାରୁ ବ୍ରହ୍ମ ନା। ଶିବକୁ ସେଠୁ ଡାକିଲି, ମୁଁ ତୋର ଗୋଟେ ଫଟୋ ଉଠେଇଦେବି, ଘରକୁ ପଠେଇବୁ। ସେଠୁ ସମସ୍ତେ ଆମେ ଭିଜିଲୁ। କିଛି ସମୟ ପାଇଁ ଆମେ ସେଠି ଏପଟ ସେପଟ ହେଇଗଲୁ, ଗହଳି ଟିକେ ବଢ଼ିଗଲା, ପିଲାମାନେ ସିଆଡ଼େ ରହିଗଲେ, ଆମେ ଶିବ, ମୁଁ ଆଉ ଆମେ ଏପଟେ ରହିଗଲୁ। ସେତିକି ବେଳକୁ ଜୋରରେ ମେଘ ହେଲା। ମୋ ମନକୁ କ'ଣ ଆସିଲା କେଜାଣି, ମୁଁ ଛତାକୁ ବନ୍ଦ କରିକି ଶିବକୁ ଧରେଇଦେଲି। ମୁଁ କହିଲି ମୁଁ ଆଉ ରହିପାରିବିନି, ମୁଁ ଭିଜିବି। ତାପରେ ତ ଛତା ତାକୁ ଧରେଇ ଦେଇକି ତ ମୁଁ ସେଠି ନାଚିଲି, କେତେ ସମୟ ନାଚିଲି କେଜାଣି। ସତ କହୁଛି, କ'ଣ କିଏ ଭାବୁଥିବେ ମୁଁ ଜାଣିନି, କାହା ଭାବନାକୁ ମୁଁ ଖାତିର କରିନି। ମୋତେ କିଏ ଦେଖିକି କ'ଣ ଭାବିବ ତା ବି ମୁଁ ମନରେ ରଖିନି, କାହିଁକିନା ମୁଁ କିଛି ତ ଗର୍ହିତ କାମ କରୁନି ଯେ କିଏ କ'ଣ ଭାବିଲେ ମୋତେ କଷ୍ଟ ହେବ ବା ମୋର କିଛି ଖରାପ ପ୍ରଭାବ କାହା ଉପରେ ପଡ଼ିବ, ଏ ପ୍ରକାର ଭାବନା ନାହିଁ। ମୋ ମନ ଏତେ ଉନ୍ମାଦ ହେଲା ଏଇ ପରିସ୍ଥିତିରେ ଯେ ଇଚ୍ଛା ହେଲା ଭିଜି ଭିଜି ନାଚିବାକୁ। ମୁଁ ମୋର ନାଚିଲି। ଶିବ ତ ଜାଣିଛି ମୁଁ ପ୍ରାୟ ଭିଡ଼ିଓ କରେ, ସିଏ ହିଁ ମୋର ଏଇ ଭିଡ଼ିଓଟା କରିଦେଇଥିଲା। ଇଏ ତାଙ୍କର ଚୁପଚାପ ଠିଆ ହେଇଥିଲେ, ପିଲାମାନେ ସେତେ ପର୍ଯ୍ୟନ୍ତ ଆସିନଥିଲେ। ମନ ଭରିକି ନାଚିଲି। ତାପରେ ଛତାଟିକି ପୁଣି ଧରିକି ଠିଆ ହେଇ ପଡ଼ିଲି। ପିଲାମାନେ ଭାବିଲେ ବୋଉ ବୋଧେ ଭଲ ପିଲା ଭଳିଆ ଛତା ଧରିକି ଅଛି, ଆଉ ମଝିରେ ମୁଁ ଏତେ କାରବାର କରିଛି ସେମାନେ ଜାଣିପାରିନାହାନ୍ତି। ସତ କହୁଛି, ବର୍ଷା ପାଣି ଦେହରେ ପଡ଼ିଲେ ଦେହ ଶୀତେଇ ଯାଏ। ଆମେ ଯେଉଁ ପାଲ ତଳୁ ବାହାରିଲୁ, ସେଠୁ ଘରେ ପହଞ୍ଚିବା ପର୍ଯ୍ୟନ୍ତ ଆମେ ସମସ୍ତେ ଭିଜି ହିଁ ଯାଇଥିଲୁ, କେହି ଜଣେ ଶୁଖିଲା ନଥିଲୁ। ମୁଁ ଦେଖିଲି ଆଉ ଭିଜି ଭିଜି ତ ମୁଣ୍ଡଟା ଭିଜିବ, ଭିଜୁ, ସେଥିରେ କ'ଣ ଏବେ ଅସୁବିଧା ହେଇଯାଉଛି ଯେ ମୁଁ ଭୟ କରିବି? ଆଉ କାହିଁକି ବା ଭୟ କରିବି, ଯେହେତୁ ମୁଁ 90% ଭିଜି ସାରିଲିଣି, ଆଉ ଟିକେ ଭିଜିବାକୁ ଭୟ ବା ମୋର କ'ଣ ଆଉ ଅଛି। ସେପଟେ ଭିଜି ଭିଜି ଆସି ପିଲାମାନଙ୍କୁ ଖୋଜିଲି, ପିଲାମାନେ ସେଇଠି ଥିଲେ। କିନ୍ତୁ ନାଚି ସାରିଲା ପରେ ମୁଁ ପୁଣି ସୁନା ପିଲା ଭଳିଆ ଛତା ଧରି ପକାଇଥିଲି। ମୁଁ ଦେଖିବା ପିଲାମାନେ କେଉଁ ସ୍ଥିତିରେ ଅଛନ୍ତି, ମୋତେ ଦେଖିକି କ'ଣ କହୁଛନ୍ତି। ଆଉ ପିଲାଙ୍କ ପାଖରେ ଯାଇ ପହଞ୍ଚିଲି। ମଝିରେ ତ ଟିକେ ଯେଉଁ ଏପଟ ସେପଟ ହେଇଥିଲୁ, ସେଥିରେ ଆମର 45 ମିନିଟ୍ ଘଣ୍ଟେ ଖଣ୍ଡେ ଲାଗିଗଲା। ଆଉ ସେ ଜାଗା ଏତେ ଶାନ୍ତି ଲାଗୁଥିଲା, ସମସ୍ତେ, ଆମେ ବୋଲି ନୁହେଁ, କାହା ପାଟିରୁ ପଦେ ବାହାରୁ ନଥିଲା ଏତେ ବର୍ଷା, ଆମେ ଭିଜିଗଲୁଣି, କି ହଇରାଣ ଲାଗୁଛି, କି ଥଣ୍ଡା ଧରିବ, କି ଏଭଳି ଭାବନା ହିଁ ଆମମାନଙ୍କ ମନରେ କାହାରି ନଥିଲା। ସେଇଠି ଆପଣ ଦେଖିବେ ଛୋଟ ଛୋଟ ଛୁଆ ଧରିକି ମାଆ ମାନେ ବି ସେମିତି ଭିଜୁଛନ୍ତି। ଆଉ ଉପରୁ ବର୍ଷା, ତଳେ ପୁରା ସେତେବେଳକୁ ପାଦ ବୁଡ଼ିଗଲାଣି ପାଣି,
କିନ୍ତୁ ତଳ ପାଣି କେମିତି ଏତେ ପରିଷ୍କାର ଥିଲା ମୁଁ କିଛି ବୁଝି ବି ପାରିଲିନି। ଆପଣ ଦେଖିପାରୁଥିବେ ସେ ତଳ ଚିତା ସବୁ କେମିତି ପରିଷ୍କାର ଦେଖାହେଉଛି। ଦେଖନ୍ତୁ ଏ ଛୋଟ ଛୁଆଟି କେମିତି ଭିଜୁଛି। କାହାରି ମନରେ ପୁରା ନାହିଁ ଯେ ଆମେ ମହାପ୍ରଭୁଙ୍କ ଦର୍ଶନ କରିକି ଆମେ ଭିଜି ଯାଉଛୁ, ଆମକୁ ଥଣ୍ଡା କାଶ ଜ୍ୱର ହେବ। ମୁଁ ଭାବିଲି ଯଦି ଖାଲି ଦିନେ ଆମେ ଏତିକି ଭିଜିଥାନ୍ତୁ ହୁଏତ ଆମକୁ ସେଇଭଳି କିଛି ଭୋଗିବାକୁ ପଡ଼ିଥାନ୍ତା, କିନ୍ତୁ ମନରେ ଗୋଟେ ବିଶ୍ୱାସ ଆଉ ଦୃଢ଼ତା ହିଁ ଆମକୁ କୌଣସି ପ୍ରକାର ଅସୁସ୍ଥତା କରିନଥିଲା। ଆମେ ଯେତିକି ଜଣ ଯାଇଥିଲୁ, ମୁଁ ଭାବୁଛି ଆମେ କେବଳ ଯେ ନୁହେଁ, ସେଦିନ ଯିଏ ସବୁ ଦର୍ଶନ କରିଥିଲେ କେହି ବି ଥଣ୍ଡା କାଶ ଜ୍ୱର ହେଇନଥିବ, ବରଂ ତାଙ୍କ ଦେହରେ ଯାହା ରୋଗ ଥିବ ସବୁ ବୋଧେ ବର୍ଷାରେ ସେଦିନ ଧୋଇ ଯାଇଥିବ। ମଣିଷ ଶରୀର ତ ରୋଗର ଘର। ଏ ପିଲାଙ୍କୁ ଦେଖୁନାହାନ୍ତି ସେ ପାଣିରେ କେମିତି ଶୋଇଛନ୍ତି। ସେ ପାଣିରେ ଶୋଇକି ସେପଟକୁ ଅନେଇଥିଲେ ଜଗନ୍ନାଥଙ୍କୁ। ମୁଁ ତାଙ୍କୁ ଦେଖିକି ତାଙ୍କର ଭିଡ଼ିଓ ବି କରିଥିଲି, ମୋତେ ଭାରି ଖୁସି ଲାଗିଲା। ତାପରେ ମୋର ଭାରି ଇଚ୍ଛା ହେଲା ମୁଁ ଟିକେ କେମିତି ସେ ପାଣିରେ ପଡ଼ନ୍ତି କି। କିଡ଼େ ସଫା ପାଣି ଯାଇକି ବାବାଇକି ଉସ୍କେଇଲି ଆଉ। ମୁଁ କହିଲି ବାବାଇ ଆମେ ଓଦା ହେଇଯିବା। ଛତା ସେଇଠୁ ପୁଅ ଆମେ କାଢ଼ିଦେଲୁ। କାଢ଼ି ଦେଇକି ଏଇଠି ଦେଖନ୍ତୁ ଏଇ ଛୋଟ ଛୁଆ ଦିହେଁ ବି କେମିତି ଯାଇକି କହିଲି ସଂଶୟ ନାହିଁ। ସଂଶୟ ନ ରଖିଲେ ହିଁ ଦୃଢ଼ ବିଶ୍ୱାସରେ ହିଁ ଭଗବତ ପ୍ରାପ୍ତି ହୁଏ। ଏଠି ଯେତେ ଜଣ ଆମେ ଥିଲୁ କାହାରି ମନରେ ସଂଶୟ ନଥିଲା। ନହେଲେ ଏଭଳି ବର୍ଷାରେ କିଏ କାହିଁକି ଭିଜି ଭିଜି ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତା। ଏଇ ବିଶ୍ୱାସ ହିଁ ଆତ୍ମବିଶ୍ୱାସକୁ ବଢ଼ାଏ। ଆଉ ସେ ଆତ୍ମବିଶ୍ୱାସ ହିଁ ଜୀବନ ପଥରେ ଚାଲିବା ପାଇଁ ମଣିଷକୁ ବହୁତ ଖୋରାକ ଯୋଗାଏ। ଠାକୁର ଅଛନ୍ତି କି ନାହାନ୍ତି କି କ'ଣ ମୁଁ କିଛି ଜାଣିନି, କିନ୍ତୁ ଜଗନ୍ନାଥ ନାମକ ଶବ୍ଦଟି ହିଁ ଆମ ଜୀବନୀ ଶକ୍ତି। ଆଉ ସେଇ ଶବ୍ଦଟା ହିଁ ଆମକୁ ବଞ୍ଚିବାର ମାନେ ସାହସ ଯୋଗାଏ ବୋଲି ମୁଁ ଭାବେ। ସେଇଥିପାଇଁ ମୁଁ ବାରମ୍ବାର ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଏ। ଆଉ ସେଠିକି ଗଲେ ମୁଁ କେବେ ନିଜକୁ ଥକା ଅନୁଭବ କରିନି। ସେତିକି କୃପା ପ୍ରଭୁ ମୋ ଉପରେ ରଖିଥାନ୍ତୁ। ମୁଁ ଜୀବନ ସାରା ଏମିତି ଛୋଟ ପିଲାଟିଏ ଭଳିଆ ଦୌଡ଼ି ଦୌଡ଼ି ତାଙ୍କ ପାଖକୁ ଯାଉଥାଏ। ତାଙ୍କୁ ଶହ ଶହ ଥର ଦେଖିଲେ ବି ମୁଁ କେବେ ବି ତୃପ୍ତ ନ ହେଇକି ପୁଣି ତାଙ୍କ ପାଖକୁ ଧାଇଁ ଯିବାର ବ୍ୟଗ୍ରତା ରଖୁଥାଏ। ଏତିକି ହିଁ ମୋ ଜୀବନର ଶ୍ରେଷ୍ଠ ଇଚ୍ଛା। ଆଉ ଇଏ ମନା କରିବା ଲୋକ କେମିତି ବାହାରିକିରି ଗଲେ ଆଉ ଏତେ ଭିଜିଲେ ଆମ ସାଙ୍ଗରେ। ସିଏ କେବଳ ହିଁ ରେନିକୋଟ୍ଟା ପିନ୍ଧିଥିଲେ, କାହିଁକିନା ଆମ ଭିତରେ ସିଏ ହିଁ ସବୁଠୁ ବୟସ୍କ ଥିଲେ। କିନ୍ତୁ ସିଏ ଏମିତି ଟିକେ କ'ଣ ଅସୁବିଧା ହେଲେ ଭାରି ମନ ଖରାପ କରନ୍ତି, ଚିଡ଼ଚିଡ଼ି ହୁଅନ୍ତି। ସେଦିନ ଆମେ ସତେକି ଯେମିତି ସେ ବର୍ଷାର ଶୀତଳତାରେ ଆମେ ଯେମିତି ଭିଜି ଯାଉଥିଲୁ। ଆମ ଭିତରୁ ଯେମିତି ରୋଗ ଶୋକ ଅଶାନ୍ତି ସବୁ ଯେମିତି ବର୍ଷାରେ ଭିଜିକି ମହାପ୍ରଭୁ ଧୋଇ ଦେଉଥିଲେ। ଆମକୁ ସେମିତି ଗୋଟେ କେମିତି ଗୋଟେ ଶାନ୍ତି ଲାଗୁଥିଲା। ଆଉ ମୁଁ ଭାବୁଥିଲି ଯେ ଯେତେ ଜଣ ଆମେ ସେଠି ଥିଲୁ ସମସ୍ତେ ଏଇଭଳି ଶାନ୍ତି ଅନୁଭବ କରୁଥିବେ। ଯେଉଁମାନେ ଯଦି ଯାଇଥିବେ ସେଠିକି, ଯଦି ଭିଡ଼ିଓ ଦେଖୁଥିବେ, ମୁଁ ସେମାନଙ୍କୁ ବି ଅନୁରୋଧ କରିବି ଯେ ତାଙ୍କର ସେଦିନର ଭାବନା ସେ ମୋତେ କମେଣ୍ଟ ମାଧ୍ୟମରେ ସେୟାର କରନ୍ତୁ। ଦେଖନ୍ତୁ ମୋ ଫୋନ୍ ସେତେବେଳକୁ ଓଦା ଜୁଡ଼ୁବୁଡ଼ୁ। ମୁଁ ଭୟ କରୁଥାଏ ଯେ ଯଦି ମୋ ହାତରୁ ଫୋନ୍ଟି ଖସିଗଲା ତାହେଲେ ଗଲା। ଯେତିକି ଫଟୋ ମୁଁ ଉଠେଇଛି ସବୁ ତ ଯିବ, ଫୋନ୍ଟି ବି ଯିବ। କିନ୍ତୁ ତା ଭିତରେ ବି ମୋ ମନ ଏତେ ଖୁସି ହେଉଥିଲା। ମୁଁ କହିଲି ହଁ ହୁଏତ ମୁଁ ଫୋନ୍ରେ ସ୍ମୃତିକୁ କଏଦ କରିପାରିବିନି ବା ଆପଣମାନଙ୍କୁ ବାଣ୍ଟି ପାରିବିନି, କିନ୍ତୁ ମୋ ହୃଦୟରେ ଏ ଜନ୍ମ ପାଇଁ ଏ ସ୍ମୃତି ମୋର ପୁରା ଲିପିବଦ୍ଧ ହୋଇକି ରହିଲା। ଆଗକୁ ଏଭଳିଆ ଗୋଟେ ରାତି ମୋ ପାଇଁ ଆସିବ କି ନାହିଁ ମୁଁ ଜାଣିନି। ଅତୀତରେ ମୁଁ କେବେ ଏଭଳି ଦର୍ଶନ କରିନଥିଲି ଯେ ଏତେ। ହଁ ଭିଜିକି ମୁଁ ଗୋଟେ ଥର କରିଥିଲି, ଯଦି କିଏ ମନେ ରଖିଥିବେ ମୁଁ ଗଙ୍ଗା ଭାଇକୁ ନେଇକି ଗଲା ଦିନ ଭିଜିଥିଲି। ସେମିତି ଆମେ ସମ୍ୟକ ଭିଜିଥିଲୁ ଶ୍ରୀମନ୍ଦିର ଭିତରେ, କିନ୍ତୁ ଆମେ ଆଜି ପୁରା 5-7 ଘଣ୍ଟା ଭିଜିକି ରହିଲୁ। ଗାଡ଼ିରେ ବସିଲା ବେଳକୁ ଆମେ ନିଜ ନିଜ ଲୁଗା ଚୁପୁଡ଼ିକି ଗାଡ଼ିରେ ବସିଲୁ। ହେଲେ କେଡ଼େ ବଡ଼ ଦୟାଳୁ ସେ ମହାପ୍ରଭୁ, ଆମକୁ କାହାକୁ ଟିକେ ଥଣ୍ଡା କି କିଛି ବି ହେଇନି। ସେଇ କଥା ମୁଁ ଭାବୁଥିଲି ଯେ ମଣିଷ ଜୀବନଟା କେତେ ବୈଚିତ୍ର୍ୟମୟ। ଆଉ ପୁଣି ସେଇ ଯେଉଁ ଭଉଣୀ ଜଣଙ୍କ ସାଙ୍ଗେ ମୋର ସେ ଛାତ ତଳେ ଦେଖା ହେଇଥିଲା, ଗାଡ଼ି ପାଖରେ ବି ପୁଣି ଆମର ଦେଖା ହେଇଗଲା। ସିଏ ବି ବହୁତ ଖୁସି ହେଲେ, ମୁଁ ବି ବହୁତ ଖୁସି ହେଲି। ମୁଁ କହିଲି ଯାହା ହଉ ଆମେ ଏକାବେଳେ ବାହାରିକି ଯାଇଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ। ଆମର ଆଉ ଥରେ ଦେଖା ହେବ ବୋଲି ମୋର ମନରେ ନଥିଲା, କିନ୍ତୁ ସେ ଆମ ଜୀବନ ସାରା ପରିବାରର ତ, ସେଥିପାଇଁ ବୋଧେ ମହାପ୍ରଭୁ ଆଉ ଥରେ ଜୁଟେଇ ଦେଲେ। ସିଏ ବି ତାଙ୍କ ଗାଡ଼ିରେ ଆସିଲେ। ଆମେ ଓଦା ଜୁଡ଼ୁବୁଡ଼ୁ ଲୁଗାକୁ ଚୁପୁଡ଼ିକି ଗାଡ଼ିରେ ବସିକି ଘରକୁ ବାହାରିଲୁ। ଆଇଲା ବେଳକୁ ଆଉ କେଉଁଠି ବି ଚା ଟିକେ ବି ପାଇଲୁନି। ମୁଁ କିନ୍ତୁ ମୋର ପ୍ରତିଜ୍ଞା ଗୋଟେ ପ୍ରକାର ଭଙ୍ଗ କରିଛି କହିଲେ ଚଳେ। ନାଇଁ ତ ମୁଁ ତ ମହାପ୍ରଭୁଙ୍କୁ କହିଥିଲି ଯେ ମୁଁ କ୍ଷୀର ଚାହା ଖାଇବିନି, କିନ୍ତୁ ମୁଁ ଯଦି କେବେ ମାନାଗାଁও ଯିବି ସେଠି ମୁଁ ଚା ଖାଇବି। ସେଠି ଚା ଖାଇଥିଲି। ଆଜି ଜଗନ୍ନାଥଙ୍କୁ ଦର୍ଶନ କରି ଯିବା ବାଟରେ ବି କପେ ଚା ମୁଁ ପିଇ ଦେଇଛି।
ସେଥିପାଇଁ ଯଦି ମୋର ଭୁଲ ହେଇଥିବ ମହାପ୍ରଭୁ ମୋତେ କ୍ଷମା କରିବେ। ଆଉ ଦେଖନ୍ତୁ ଘଣ୍ଟାକୁ କେତେଟା ବାଜିଛି, ମାନେ 9:30ରୁ ସକାଳ ଯାଏଁ ରାତିଟା ଏମିତି ଗୋଟେ ଭାବରେ କଟିଗଲା। ଆଉ ଆସିକି ଦୀପ୍ତି ଯେହେତୁ ଘରେ ଥିଲା, ଖାଇବା ପାଇଁ ରୋଷେଇ ହେଇଯାଇଥିଲା, ଆସିକି ଗାଧେଇ ପାଧେଇ ଖାଇକି ମୁଁ ଶୋଇପଡ଼ିଲି। ଉଠିଲା ବେଳକୁ ମୋର ଅବସ୍ଥା ଦେଖନ୍ତୁ, ମୋ ଟଙ୍କା ସବୁ ମୁଁ ଖୁଚୁରା ପଇସା ପୁରିକି ନିଏ ସବୁ ଭିଜି ଯାଇଥିଲା। ଛୁଆ ଦିହେଁ ବଡ଼ ବାପାଙ୍କୁ